ବଜାରରେ ବିକ୍ରି ହେଉଥିବା କୁରକୁରେ ଖାଇ ଜଣେ କୋମଳମତୀ ବାଳକର ଜୀବନ ଚାଲିଯାଇଥିବା ଜଣାପଡ଼ିଛି। ଏଭଳି ଏକ ମର୍ମନ୍ତୁଦ ହୃଦୟ ବିଦାରକ ଘଟଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ହଜ ଗ୍ରାମ ପଞ୍ଚାୟତ ନିଧିପୁର ଗ୍ରାମରେ। ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାଳବାଟିକାରେ ପାଠ ପଢୁଥିବା ଏହି ଗ୍ରାମର ଅଭୟ ପାଇକରାଙ୍କର 6 ବର୍ଷର ବୟସ୍କ ଏକମାତ୍ର ପୁଅ ତାପସ କୁମାର ପାଇକରା ବଜାରରେ ବିକ୍ରି ହେଉଥିବା କୁରକୁରେ ଖାଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଏହିଭଳି କୁରକୁରେ କିଭଳି ବଜାରରେ ଅଧିକ ମାତ୍ରାରେ ବିକ୍ରି ହେବ ସେଥିନିମନ୍ତେ ଏହାକୁ ଖାଉଥିବା କୋମଳମତୀ ପିଲାଙ୍କୁ ଅଧିକ ଆକୃଷ୍ଟ କରିବା ସେଥିନିମନ୍ତେ କମ୍ପାନୀ କୁରକୁରେ ପ୍ୟାକେଟରେ ବିଭିନ୍ନ ପ୍ରକାର ଛୋଟ ଛୋଟ ଖେଳନା ଭର୍ତ୍ତି କରି ବଜାରକୁ ଛାଡ଼ୁଛି। ସେହିପରି ଏହି କୁରକୁରେ ପ୍ୟାକେଟରୁ ସବୁ କୁରକୁରେ ଖାଇସାରିବା ପରେ ତା ଭିତରେ ଥିବା ଛୋଟ ବେଲୁନକୁ ତାପସ ପାଟିରେ ଫୁଙ୍କିବା ବେଳେ ବେଲୁନଟି ହଠାତ୍ ଫାଟିଯାଇ ଗଳା ଭିତରୁ ପଶି ଶ୍ୱାସରୁଦ୍ଧ ହୋଇଯାଇଥିଲା। ଫଳରେ ବିକଳରେ ଛଟପଟ ହେଉଥିବା ତାପସକୁ ତାର ପରିବାର ଲୋକେ ଚିକିତ୍ସା ନିମନ୍ତେ ସଙ୍ଗେ ସଙ୍ଗେ ବୋତଲମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ବହୁ ଚେଷ୍ଟା କରିଥିଲେ ମଧ୍ୟ ତା ମୁଣ୍ଡରୁ ବେଲୁନକୁ ବାହାର କରିପାରିନଥିଲେ। ସେଠାରୁ ତାକୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ। ଏବେ କୁରକୁରେ ପ୍ୟାକେଟ ଭିତରେ ଥିବା ଖେଳନା ବେଲୁନ ଯୋଗୁଁ କୋମଳମତୀ ଶିଶୁ ତାପସର ଅକାଳ ବିୟୋଗ ଘଟିଥିବାରୁ ସରକାରଙ୍କ ତରଫରୁ ଏହାର ଏକ ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରାଯାଇ କୁରକୁରେ କମ୍ପାନୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏହି କମ୍ପାନୀ ତରଫରୁ ମୃତ ତାପସ ପରିବାରକୁ 50 ଲକ୍ଷ ଟଙ୍କାର କ୍ଷତିପୂରଣ ଯୋଗାଇ ଦେବାକୁ ପରିବାର ସଦସ୍ୟଙ୍କ ସମେତ ଗ୍ରାମବାସୀମାନେ ଦାବି କରିଛନ୍ତି। ନିରାକରଣ ମୋବାଇଲ ଟିଭି